ଆଜ୍ଞା ବଡ଼ ଛାଡୁ ମଠ ଶ୍ରୀମନ୍ଦିରର କେଉଁ ଜାଗାକୁ ମାର୍ଜନା କରିବାର ସେବାକୁ ଯୋଗାଇ ଥାଏ। ବଡ଼ ଝାଡୁ ମଠ ଶ୍ରୀମନ୍ଦିରର କେଉଁ ଜାଗାକୁ ମାର୍ଜନା କରିବାର ସେବାକୁ ଯୋଗାଇ ଥାଏ। ବହି ହେଲା ଶ୍ରୀ ଜଗନ୍ନାଥ ଜ୍ଞାନକୋଷ ଦ୍ୱିତୀୟ ଭାଗ। ଭଗବାନଙ୍କର ସ୍ନାନ ମଣ୍ଡପ। ଆଜ୍ଞା ଶ୍ରୀରାମଙ୍କ ପଦଣ୍ଡରେ ସୃଷ୍ଟି ହୋଇଥିବା ଧ୍ୱନିର ନାଁ କହି ଶ୍ରୀରାମ କରୁଣାମୃତ। ଶ୍ରୀରାମଙ୍କ ପଦଣ୍ଡରେ ସୃଷ୍ଟି ହୋଇଥିବା ଧ୍ୱନିର ନାଁ ଆଜ୍ଞା ପ୍ରଣବ ଧ୍ୱନି। ଶ୍ରୀମନ୍ଦିର ବେଢ଼ାରେ ଶବ ଦେଖାଦେଲେ ମହା ସ୍ନାନ ନୀତି ହୁଏ। ସେ ନୀତି ବେଳେ ଇଏ ବାଦ୍ୟ ପରିବେଷଣ କରନ୍ତି। ଆଜ୍ଞା ବହି ହେଲା ଶ୍ରୀ ଜଗନ୍ନାଥ ଦର୍ଶନ। ଆଜ୍ଞା ସେମାନେ ହେଉଛନ୍ତି ଶବର ଜାତୀୟ ଯେଉଁ ଆମର ନିଯୁକ୍ତି ହୋଇଛନ୍ତି ସେଇମାନେ ହିଁ ବାଦ୍ୟ ପରିବେଷଣ କରନ୍ତି। ନାରୀ ଋତୁମତୀ ହେଲେ 7 ଦିବସ ମଧ୍ୟରୁ କେଉଁ 2 ଦିବସରେ ଝାଡୁ ନିଷେଧ ଓ ଝାଡୁ କଲେ କେଉଁ ଦିବସରେ କେଉଁ ଦୋଷ ଲାଗେ। ବହି ହେଲା ଗରୁଡ଼ ପୁରାଣ। ଆଜ୍ଞା ପ୍ରଥମ ଦିନରେ ନାରୀ ଝାଡୁ କରନ୍ତି ନାହିଁ ଏବଂ ଯୋଉ ଦିନ ସ୍ନାନ ପ୍ରଥମ ଦିନ ଆଉ 7 ଦିନ ଭିତରୁ 6 ଦିନ ଆଉ ପ୍ରଥମ ଦିନ এই 2 ଦିନ ଝାଡୁ କରନ୍ତିନି। ପ୍ରଥମ ଦିନଟି ହେଲା ବ୍ରହ୍ମଘାତିନୀ। ଆଜ୍ଞା ଯଦି ଝାଡୁ କରିଥାଏ ନାରୀ ତାକୁ ବ୍ରହ୍ମଘାତିନୀ ଦୋଷ ଲାଗିଥାଏ। ସେଇଥିପାଇଁ ନାରୀ ପ୍ରଥମ ଦିନ ଝାଡୁ କରନ୍ତି ନାହିଁ। ତାଙ୍କ ପ୍ରଶ୍ନ ସଠିକ ଉତ୍ତର କହିଲେ 1 ନମ୍ବର ମିଳିବ, ନହେଲେ ସମାଜରୁ 1 ନମ୍ବର କାଟି ଦିଆଯିବ। କଟୁ ଆଜ୍ଞା ବଡ଼ଝାଡୁ ମଠ ଶ୍ରୀମନ୍ଦିରର କେଉଁ ଜାଗାକୁ ମାର୍ଜନା କରିବାର ସେବାକୁ ଯୋଗାଇଥାଏ। ଆଜ୍ଞା ଜଗମୋହନଙ୍କର ବେଢ଼ା ଝାଡୁ କରାଯାଏ।
ବରଝାରୁ ମଠ ଜଗମୋହନଟା ବରଝାରୁ ମଠ ଶ୍ରୀମନ୍ଦିରର କେଉଁ ଜାଗାକୁ ମାର୍ଜନା କରିବାର ସେବାକୁ ଯୋଗାଇଥାଏ? ଗର୍ଭଗୃହ, ଅଣସର ପିଣ୍ଡି ଏବଂ ଜଗମୋହନ। ତିନିଟା। ମୁଁ ବିଷୟ ରିକ୍ସ ନେବି ସାର୍ ମୁଁ ତ ଜାଣିଲି ସାର୍ ହଉ ଶୁଣ, ତମକୁ 3ଟା 2 ନମ୍ବର ଅଛି। 2 ନମ୍ବର ହେଲେ କେତେ ମିଳିବ? ଅଧେ ମିଳିବ। 3ଟା କହିଥିଲେ ଗୋଟେ ମିଳିଥାନ୍ତା, ତାଙ୍କର ଅଧେରୁ କମ ଅଧେ ମିଳିବ। ଆଉ ଅଧେ ମିଳିବ। ହଉ ନାଇଁ, ୟାକୁ ଅଧେ ତ ମିଳିବନି, କିଛି ମିଳିବନି। ତମକୁ କିଛି ମାଇନସ ହବ ତମ ସମାଜରୁ। ତମେ ଯଦି ଉତ୍ତରଟା ଠିକ କହିଥାନ୍ତ 1 ନମ୍ବର ମିଳିଥାନ୍ତା। ଯେହେତୁ ତମେ ସମ୍ପୂର୍ଣ୍ଣ ଉତ୍ତର କହିଲ, ତମର 1 ନମ୍ବର କଟିବ। କେମିତି ହବନି? ମୁଁ ତ କହିଛି ପରିଷ୍କାର କଥା, ଯିଏ ଉତ୍ତର କହିବ, ଠିକ ଉତ୍ତର କହିଲେ ସାର୍ 1 ନମ୍ବର ମିଳିବ। କିନ୍ତୁ ଅଧେ କି 5ଟା ରାତି ମିଳିଲା ଆମେ କହିନି ମିଳିବ ବୋଲି। ନାଇଁ ସାର୍, ଏମିତି ହେଲେ ତ ସବୁ ସମାଜ ହିଁ ଚାଲିବ। ସମ୍ପୂର୍ଣ୍ଣ ଉତ୍ତର ଠିକ ନହେଲେ ସମାଜରୁ 1 ନମ୍ବର କଟିବ। ସମସ୍ତଙ୍କ ସମାଜଟା ପୁରା କହିଦିଆଯାଇଛି। ତାଙ୍କର ରିକ୍ସ ନବ, ନେବି ସାର୍ 1 ନମ୍ବର ତମର ବି କଟିବ। ହଁ ମୁଁ ଯଦି ଭୁଲ କରିବି କାଟିବ ତାଙ୍କର 1 ନମ୍ବର କଟିଲା। ହେଲା, କଣ ପ୍ରଶ୍ନ ଥିଲା ଦେଖିଲ? ଶ୍ରୀରାମଙ୍କର କୋଦଣ୍ଡରେ ସୃଷ୍ଟି ହେଉଥିବା ଧ୍ୱନିର ନାମ କଣ? ବହିଟା ସାର୍ ଟିକେ କହିଦିଅ। ବହି ଥିଲା ଶ୍ରୀରାମ କର୍ଣ୍ଣାବୃତ। ଧ୍ୱନିଟା ହେଲା ଚଣ୍ଡ ଧ୍ୱନି। ହଉ, ଠିକ ଅଛି। ତମର ଜଗମୋହନ ସ୍ଥାନକୁ କୁହାଯାଏ। ଗୋଟିଏ ଠିକ ହେଲା, ଗର୍ଭଗୃହ, ଅଣସର ପିଣ୍ଡି। 2ଟି ଟିକେ ଅସମ୍ପୂର୍ଣ୍ଣ ରହିଗଲା। ତାଙ୍କର ଚଣ୍ଡ ଧ୍ୱନିଟା ଠିକ ଅଛି। ଦିଅନ୍ତୁ। ସାରେ ସିଏ ତ କହିଥାନ୍ତେ ନା, ଯଦି ଉତ୍ତର ତାଙ୍କର କହିବା ଠିକ, ଆମର କହିଲା ପରେ ସିଏ ପୁଣି କହୁଛନ୍ତି ମୁଁ ତାଙ୍କଟା କହିବି। ସିଷ୍ଟମ ତ ଠିକ ଅଛି। ଆରେ ସେ ଯଦି କହିଲେ ସେ ତାପରେ କହିଲେ ତାଙ୍କର କହିବେ ଉତ୍ତର। ସିଷ୍ଟମଟା ଠିକ ଅଛି ନା, ସିଷ୍ଟମ ଠିକ ଅଛି। କଣ ପାଇଁ ଭାଇ ମିଳିବ? କଣ ପାଇଁ ମିଳିବ? ଯଦି ମିଳିବ ବୋଲେ ବସିବି ନେଟେ। ପରିଷ୍କାର ଆମର କୁହାଯାଇଛି, ଯଦି ଭୁଲ ହବ ସମ୍ପୂର୍ଣ୍ଣ ଉତ୍ତର। ଭାଇ ଶୁଣ, ସମ୍ପୂର୍ଣ୍ଣ ଉତ୍ତର ନ କହିଲେ ନମ୍ବର ମିଳିବନି। ପ୍ରଥମରୁ କହିଛି, ଏଟା ଯେହେତୁ ରିସ୍କଫୁଲ ଜିନିଷଟା। 3ଟା ଉତ୍ତର ଅଛି। ସମ୍ପୂର୍ଣ୍ଣ ଉତ୍ତର ନ କହିଲେ ନମ୍ବର ମିଳିବ ନାହିଁ। ଯଦି ଆପଣ ମାନେ ଏମିତି କହିଲେ ମୋର କିଛି କହିବାର ନା ଭାଇ। ନାଇଁ, ଆମର ଜଜ୍ 3 ଜଣ ରଖା ହେଇଛି। ମୁଖ୍ୟ ବିଚାରକ ଅଛନ୍ତି ବାବୁ, ତାଙ୍କ ଡିସିସନ୍ ନେଇ ଫାଇନାଲ ଡିସିସନ୍। ମୋତେ ଡାକି ନିମନ୍ତ୍ରଣ କରାଯାଇଛି କୌଣସି ପ୍ରକାର ଗଣ୍ଡଗୋଳ ନ ହେବା ପାଇଁ। କିନ୍ତୁ ତଥାପି ମୁଁ ପ୍ରେସିଡେଣ୍ଟ ହିସାବରେ ଗୋଟେ ସଜେସନ୍ ଦେଉଛି, ଯେତେବେଳେ ତାଙ୍କୁ ମାନେ ମେହତରକୁ ପ୍ରଶ୍ନଟା ଦିଆଗଲା, ସେ ଯାହା ଜାଣିଲା ତା ଉତ୍ତର କଲା। ତାପରେ ପରେ ସାଙ୍ଗେ ସାଙ୍ଗେ ମେହତରକୁ ଦିଆହେଇଛି ତା ପ୍ରଶ୍ନର ସେ ଉତ୍ତର କଲା। ସେଇଟା ତାଙ୍କ 2 ଜଣ କହିବାରେ ତମେ ତା ପ୍ରଶ୍ନ ଉତ୍ତର ଦେଇପାରିବ କି? ସେ ପଚାରେ ତା ପ୍ରଶ୍ନ ଉତ୍ତର। କିନ୍ତୁ ମଝିରେ ଯୋଉ ରହିଗଲା, ଦିଆଗଲା ମେହତାଣିକି, ତାଙ୍କ ଭିତରେ ରହିଗଲା ଫାଙ୍କା, ତାଙ୍କ ଭିତରେ ଆଲୋଚନା ହେଇଗଲା। ସିଏ ଏଠୁ କହିଲେ ଆଜ୍ଞା ତାଙ୍କ ଉତ୍ତରଟା ମୁଇଁ କହିବି, ଇଏ ଏଠୁ କହିଲେ ଆଜ୍ଞା ତାଙ୍କ ଉତ୍ତରଟା ମୁଇଁ କହିବି। ଏଇଆ ହେଇଛି କଥା, ନହେଲେ ଅନ୍ୟ କିଛି ନାହିଁ। ତେଣୁ ଯାହା ହେଲା ପେଣ୍ଡାଲ ହେଇଛି। ବର୍ତ୍ତମାନ ତ ସିଏ ଉତ୍ତର ଯାହା ସିଏ ଜାଣିଥିଲେ, ପରେ କହିଲେ ଯାହା ଜାଣିଛନ୍ତି ଆପଣଙ୍କ ମାର୍କ ଯାହା ଦେବା କଥା ବିଚାରକ ଆପଣ ଚିନ୍ତା କରିବେ, ତାଙ୍କୁ ଯାହା ଦେବା କଥା। ଆ ପର ମୁହୂର୍ତ୍ତରେ ଯୋଉ ଭଳିଆ କହିବା ସାଙ୍ଗେ ସାଙ୍ଗେ ତାଙ୍କୁ ଉତ୍ତରଟା କହିଦିଅ। ନାରୀ ଋତୁମତୀ ହେଲେ 7 ଦିବସ ମଧ୍ୟରୁ କେଉଁ 2 ଦିବସରେ ଝାଡୁ ନିଷେଧ ଥିଲା? ପ୍ରଥମ ଦିନ, ଦ୍ୱିତୀୟ ଦିନ। ପ୍ରଥମ ଦିବସ, ଦ୍ୱିତୀୟ ଦିବସ। ପ୍ରଥମ ଦିବସରେ ଝାଡୁ କଲେ ଚାଣ୍ଡାଳି ଦୋଷ ଲାଗିବ, ଦ୍ୱିତୀୟରେ ବ୍ରହ୍ମଘାତିନୀ। ହେଲା, ଆମ କମିଟି ଲୋକ କିଛି କହିବନି। ଯଦି ଆମେ ଜାଣିଥାନ୍ତେ ତାକୁ ଡାକିଛି, ସେ ଯାହା ବିଚାର କରିବେ। ଶ୍ରୀମନ୍ଦିର ବେଢାରେ ଶବ ଦେଖାଗଲେ ମହାସ୍ନାନ ନୀତି ହୁଏ। କେଉଁ ସେ ନୀତି ବେଳେ କେଉଁମାନେ ବାଦ୍ୟ ପରିବେଷଣ କରନ୍ତି? ପାଳିଆ ମେକପ ସେବକ ମାନେ କରନ୍ତି। ଠିକ ଅଛି। ଷଷ୍ଠ ଦିନଟା ତମେ କହିଲ ବ୍ରହ୍ମଘାତିନୀ, କିନ୍ତୁ ଆମର ଦ୍ୱିତୀୟ ଦିନ ହଉଛି ବ୍ରହ୍ମଘାତିନୀ। ପ୍ରଥମ ଦିନଟା
ପ୍ରଥମ ଦିନଟି ଖାଲି କହିଛ ଦୋଷଟି କହିନ ପ୍ରଥମ ଦିନରେ ଝାଡୁ କରିବନି ବୋଲି ଗୋଟିଏ କହିଛ ଆଜ୍ଞା ହାରିଆଣି ତ ମିଳିବ କି ମିଳିବନି ତ ସାର୍ ନିଜର ଇଚ୍ଛା ନା ତାହେଲେ କିଛିଟା ମିଳିବ ନାଇଁ କିଛି ମିଳିବନି କାହିଁ ତମେ ପ୍ରଥମ ଛଅ କହିଲେ ମିଳିବ କି ମିଳିବନି ଖୁସି ଖୁସି ସାର୍ ଅଛ ଆମର ଅଛି ବନ୍ତଳା ତଳଗଡ଼ ଗ୍ରାମ ପଞ୍ଚାୟତର ସଞ୍ଜୟ କୁମାର ସାହୁ କାନସର ହାଡ଼ିରୁରେ ଖୁସି ହୋଇ 50 ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି ଧନ୍ୟବାଦ।